ବନ୍ୟାରେ ବୁଡ଼ିଲାଣି ଉପକୂଳ ଜଳବନ୍ଦୀ ଅନେକ ଲୋକେ ଏବଂ ଗାଈ ଗୋରୁ। ଏହାରି ଭିତରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି ସାଂଘାତିକ ଚିତ୍ର। ବ୍ଲକ ପରିସରରେ ଖତ ଖାଉଛି ଦୁଇଟି ସରକାରୀ ବୋଟ୍। ସ୍ପେଶାଲ ରିଲିଫ ଓଡ଼ିଶା FRP50 ଲେଖା ହୋଇଥିବା ଦୁଇଟି ବୋଟ୍ ଚାରିପଟେ ଗଛଲତା ମାଡ଼ିଗଲାଣି। ବୋଟ୍ର ଇଞ୍ଜିନ୍ ଅଛି କି ନାହିଁ ତାହା ମଧ୍ୟ କେହି ଜାଣିନାହାନ୍ତି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବନ୍ୟା ଓ ବାତ୍ୟା ସମୟରେ ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବୋଟ୍ ଆସିଥିଲା। ହେଲେ ପ୍ରଶାସନିକ ଅବହେଳାରୁ ତାହା କାମରେ ନ ଲାଗି ଖତ ଖାଉଛି। ଗତକାଲି ରାତିରେ ଦେବୀ ନଦୀରେ ପାଣି ବଢ଼ିବାରୁ ତାଳଦା ଅଞ୍ଚଳର ମଇଁଷି ପାଣି ଘେରରେ ପଶିଥିଲେ। ସେଭଳି ଅଗ୍ନିଶମ ବିଭାଗ ମତ୍ସ୍ୟଜୀବୀମାନଙ୍କ ନୌକା ଆଣି ସେମାନଙ୍କୁ ଉଦ୍ଧାର କରିଥିଲେ, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଦୁଇ ବୋଟ୍ର ମରାମତି କରାଯାଇ କାର୍ଯ୍ୟକ୍ଷମ କରିବା ସହ ତଳିଆ ଅଞ୍ଚଳରେ ମୁତୟନ କରିବାକୁ ଦାବି ହୋଇଛି। माननीय मुख्यमंत्री एवं स्वतंत्र रिलीफ कमिशनर ओडिशा निर्देश देते बन्या को मुकाबला करने सतर्क रही। यही परिप्रेक्षी में 6टी डंगा अस्तरंग ब्लॉक को जोगाई दी जाए, किंतु दुख और परितापर विषय से डंगा एपर्यंत ब्लॉक परिसर में पड़ रही। 6 जन स्टाफ रही से कौन संतोषजनक कार्य करूना कि बन्यांचल को एपर्यंत से डंगा को नि जाए ना। विगत दिन में आम देखु भौरिया को बन्या आसले भौरिया कूल डंगा बंधा है कर्मचारी दरा पाते कि डंगा भंगा डंगा पड़ी ब्लॉक भितर लोक हईराण हरकत हूँ। बन्या आसले ब्लॉक भर आस लोक रे कौन कौन करेंगे वीडियो किसी शुणुना प्रशासन चिरनित शुणी कौन 100 लोक आसिक अनेक जाऊँगी डंगा पड़ी ब्लॉक भितर करेंगे कौन। हाँ आम नवेदन कर गवर्नमेंट यार पदक्षेप नौ।